ଜ୍ୱାଳାମୁଖୀ ଜ୍ୱାଳାରେ ଦିଲ୍ଲୀ, ବିଷାକ୍ତ ପବନରେ ହନ୍ତସନ୍ତ ଦିଲ୍ଲୀବାସୀ। ଜ୍ୱାଳାମୁଖୀ ଜ୍ୱାଳାରେ ଜଳିଯିବ କି ଦିଲ୍ଲୀ? 11 ବିମାନ ବାତିଲ ପରେ ଦିଲ୍ଲୀ ଆକାଶରେ ଜ୍ୱାଳାମୁଖୀର ପ୍ରଭାବ। ବିଷାକ୍ତ ପବନରେ ଦିଲ୍ଲୀବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଘଟଣା ଦିଲ୍ଲୀରେ ଘଟିଛି। ଇଥିଓପିଆର ହେଲି ଗାଭିନ୍ ଜ୍ୱାଳାମୁଖୀ ବିସ୍ଫୋରଣ ପରେ ଉଠିଥିବା ଅଗ୍ନିର ବାଦଲ ଦିଲ୍ଲୀ ଓ ରାଜସ୍ଥାନ ଆକାଶରେ ଦେଖିବାକୁ ମିଳିଛି। ଏହାର ପ୍ରଭାବ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ଭାରତରେ ପଡ଼ିବାକୁ ଯାଉଛି। ଏହାର ପ୍ରଭାବରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା 400 ପାର କରିଛି ଓ ବିଷାକ୍ତ ଧୂଆଁ ଚାରିଆଡ଼େ ଖେଳିଯାଇଛି। ଆନନ୍ଦ ବିହାର, ଏମ୍ସ ଓ ସଫଦରଜଙ୍ଗ ଅଞ୍ଚଳରେ ବିଷାକ୍ତ କୁହୁଡ଼ି ଘେରା ଦେଖିବାକୁ ମିଳିଛି। ଜ୍ୱାଳାମୁଖୀ କାରଣରୁ ଅକସା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଅନେକ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ ସେମାନଙ୍କ ଉଡ଼ାଣ ବନ୍ଦ କରିଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜ୍ୱାଳାମୁଖୀର ନିଆଁ ଦୃଶ୍ୟମାନ ହେଉଥିବା ଅଞ୍ଚଳ ଦେଇ ବିମାନ ନ ଉଡ଼ାଇବାକୁ ପରାମର୍ଶ ଦିଆଯାଇଛି। ବୈଜ୍ଞାନିକଙ୍କ ମତ ଅନୁସାରେ ବାୟୁର ଗୁଣବତ୍ତା ଉପରେ ଏହାର ବିଶେଷ ପ୍ରଭାବ ନ ପଡ଼ିଲେ ବି ଆକାଶରେ ବିମାନ ଉଡ଼ାଣ ବେଳେ ଏହାର ପ୍ରଭାବ ପଡ଼ିପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜ୍ୱାଳାମୁଖୀର ନିଆଁ ଦୃଶ୍ୟମାନ ହେଉଥିବା ଅଞ୍ଚଳ ଦେଇ ବିମାନ ନ ଉଡ଼ାଇବାକୁ ପରାମର୍ଶ ଦିଆଯାଇଛି। ବୈଜ୍ଞାନିକଙ୍କ ମତ ଅନୁସାରେ ବାୟୁର ଗୁଣବତ୍ତା ଉପରେ ଏହାର ବିଶେଷ ପ୍ରଭାବ ନ ପଡ଼ିଲେ ବି ଆକାଶରେ ବିମାନ ଉଡ଼ାଣ ବେଳେ ଏହାର ପ୍ରଭାବ ପଡ଼ିପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ଜ୍ୱାଳାମୁଖୀର ନିଆଁ ଦୃଶ୍ୟମାନ ହେଉଥିବା ଅଞ୍ଚଳ ଦେଇ ବିମାନ ନ ଉଡ଼ାଇବାକୁ ପରାମର୍ଶ ଦେଇଛନ୍ତି ଏବଂ ବୈଜ୍ଞାନିକଙ୍କ ମତ ଅନୁସାରେ ବାୟୁର ଗୁଣବତ୍ତା ଉପରେ ଏହା ବିଶେଷ ପ୍ରଭାବ ନ ପଡ଼ିଲେ ବି ଆକାଶରେ ବିମାନ ଉଡ଼ାଣ ବେଳେ ଏହାର ପ୍ରଭାବ ପଡ଼ିପାରେ। ରିପୋର୍ଟ ନ୍ୟୁଜ୍ ଆଲର୍ଟ 24x7।